8,000 ଟଙ୍କା ସହ ଫ୍ରି ଟ୍ରେନିଂ ଦେଉଛି ରେଳବାଇ। ପରୀକ୍ଷା ଆବଶ୍ୟକ ନାହିଁ। କେନ୍ଦ୍ର ସରକାରଙ୍କ ପକ୍ଷରୁ ବେଶ୍ ଶିକ୍ଷିତ ଯୁବଗୋଷ୍ଠୀଙ୍କ ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରାଯାଉଛି। ଆଜି ଆପଣଙ୍କ ସହ ଏଭଳି ହିଁ ଏକ ଯୋଜନା ବିଷୟରେ ଆଲୋଚନା କରିବାକୁ ଯାଉଛୁ। ଏହି ଯୋଜନା ମାଧ୍ୟମରେ ସରକାରୀ ଚାକିରି ଆଶାୟୀଙ୍କୁ ରୋଜଗାର ପାଇବାକୁ ସୁବିଧା ହେବ। ଆଜିର ଆର୍ଟିକିଲରେ ଆମେ ଆପଣଙ୍କୁ ରେଳ କୌଶଳ ବିକାଶ ଯୋଜନା ବିଷୟରେ ବିସ୍ତୃତ ଭାବରେ କହିବୁ। ଯେଉଁମାନେ ରୋଜଗାରକ୍ଷମ ନାହାନ୍ତି ଓ ରେଳବାଇରେ ଚାକିରି କରିବାକୁ ଇଚ୍ଛୁକ ଅଛନ୍ତି ସେମାନେ ଏହି ଯୋଜନା ବିଷୟରେ ସୂଚନା ପ୍ରାପ୍ତ କରିପାରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏହି ଯୋଜନାର ଶୁଭାରମ୍ଭ କରାଯାଇଛି। ଏହି ଯୋଜନାରେ ଆଶାୟୀଙ୍କୁ 18 ଦିନ କୁହନ୍ତୁ ବା 100 ଘଣ୍ଟାର ଟ୍ରେନିଂ ପ୍ରଦାନ କରାଯିବ। ଏହି ଯୋଜନାରେ ସାମିଲ ହେବାକୁ ନିଜ ନିଜର ଚାର୍ଟ ଟ୍ରେଡ୍ ମଧ୍ୟ ଦେଖିପାରିବେ। ଆଶାୟୀ ଓ ବେକାର ଯୁବଗୋଷ୍ଠୀ ଏଠାରେ ସେମାନେ ନିଜ ଇଚ୍ଛା ମୁତାବକ ଟ୍ରେଡ୍ ବାଛି ପାରିବେ। ଏହି ଯୋଜନାରେ ଆବେଦନ ପାଇଁ ଅନଲାଇନ୍ ଆବେଦନ କରିପାରିବେ। ତେବେ ଏହି ଯୋଜନାର ଲାଭ ଉଠାଇବାକୁ ହେଲେ ଆଶାୟୀ ଅତି କମରେ 10ମ ପାସ୍ କରିଥିବା ଆବଶ୍ୟକ। ଏହି ଯୋଜନାରେ ଦେଶର 50,000 ଯୁବକ ଯୁବତୀ ପ୍ରଥମେ ସୁଯୋଗ ପ୍ରଦାନ କରାଯିବ। ଆବେଦନ ପାଇଁ ଏକ ଉଦ୍ଦିଷ୍ଟ ପ୍ରକ୍ରିୟା ରହିଛି। ଏହି ଯୋଜନାରେ ସାମିଲ ହେବାକୁ କୌଣସି ଆବେଦନ ଶୁଳ୍କ ଦେବାକୁ ହେବ ନାହିଁ। ତେବେ ଆବେଦନକାରୀଙ୍କ ବୟସ ଅତି କମରେ 18 ବର୍ଷ ହୋଇଥିବା ଆବଶ୍ୟକ। ତେବେ ସର୍ବାଧିକ ବୟସ ସୀମା 35 ବର୍ଷ ରହିଛି। ତାହା ଅଧିକ ବୟସ ହେଲେ ଆବେଦନ ଗ୍ରହଣ ହେବ ନାହିଁ। ପ୍ରଶିକ୍ଷଣ ପରେ ତାଲିମ ପ୍ରାପ୍ତ ଏକ ଲିଖିତ ଓ ଏକ ସାକ୍ଷାତକାର ଦେବାକୁ ହେବ। ଲିଖିତ ପରୀକ୍ଷାରେ ଅତି କମରେ 55% ଓ ସାକ୍ଷାତକାରରେ 60% ମାର୍କ ରଖିବାକୁ ହେବ। ଆବେଦନ କରିବାକୁ ରେଳବାଇର ଅଫିସିଆଲ ୱେବସାଇଟକୁ ଲଗ୍ଇନ୍ କରିବାକୁ ହେବ। ସୂଚନା କେମିତି ଲାଗିଲା ଆପଣଙ୍କ ମତାମତ କମେଣ୍ଟରେ ନିଶ୍ଚିନ୍ତ ଲେଖନ୍ତୁ।